ମହିଳାମାନଙ୍କ ଦ୍ୱାରା ମଦ ବ୍ୟବସାୟୀ ଗିରଫ। ବାଲେଶ୍ୱର ଜିଲ୍ଲା ବସ୍ତା ଅବକାରୀ ଅଧୀନସ୍ଥ ବାରାପାଳ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ମାଫିଆକୁ ଧରି ପୋଲିସ ହାଜତରେ ଦେଇଛନ୍ତି। ସୂଚନାରୁ ପ୍ରକାଶ ଗୁରୁବାର ଦିନ ସକାଳ 6ଟା ସମୟରେ ମୟୂରଭଞ୍ଜ ଅଞ୍ଚଳର ଜୈନିକ ମଦ ବ୍ୟବସାୟୀ ବାରାପାଳ ଗ୍ରାମକୁ ମଦ ବ୍ୟବସାୟ କରିବା ପାଇଁ ଆସିଥିଲା। ଗ୍ରାମର ମହିଳାମାନେ ଜାଣି ଜୈନିକ ବ୍ୟକ୍ତିଙ୍କୁ ଅଟକ ରଖି ବସ୍ତା ଅବକାରୀ ଅଫିସକୁ ଖବର ଦେଇଥିଲେ। ବସ୍ତା ଅବକାରୀ ଟିମ୍ ଉକ୍ତ ଗ୍ରାମକୁ ଯାଇ ଜୈନିକ ବ୍ୟକ୍ତିଙ୍କ ଠାରୁ ଗୋଟେ ବୁରା ଦେଶୀ ମଦ ସହ ସ୍କୁଟି ଓ ମୋବାଇଲ ଜବତ କରିବା ସହ ଜୈନିକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ଆଜ୍ଞା, ମୋ ନାଁ ଅନିତା ନାୟକ। ମୁଁ ଏ ବାରାପାଳର ଗୋଟେ ବୋହୂ। ତ ମୋ ସ୍ୱାମୀ ନାଁ ହେଲା ରାଜେନ୍ଦ୍ର ବାଡ଼ି, ଶ୍ୱଶୁରଙ୍କ ନାଁ ହେଲା ଭଗୀରଥ ବାଡ଼ି। ଆଉ ଆମେ ଏମିତିକା ଗାଁରେ ରହୁଛୁ। ତ ଚାଷବାସ କରିକି ଆମର ପେଟ ପୋଷୁ। କିନ୍ତୁ ଏଇ ଯୋଉ ଲୋକ ଆଜି ଧରା ହେଇଛି, ସେ ଲୋକ ପାଇଁ ବହୁତ ଆମ ଗାଁରେ ବହୁତ ଅସୁବିଧା ହଉଛି। ଝିଅ ବୋହୂ ପାଖରୁ ଆରମ୍ଭ କରିକି ପାଠ ପଢା ପାଖରୁ ଆରମ୍ଭ କରିକି ଏମିତିକି ସ୍ତ୍ରୀ ଲୋକମାନଙ୍କ ଇଜ୍ଜତ ପର୍ଯ୍ୟନ୍ତ ବି ବହୁତ କିଛି ଖରାପ ହେଇଛି। ତ ଆମେ ଚାହୁଁଛୁ ଏଇ ସବୁ ଜିନିଷ ବନ୍ଦ ହଉ। ସେ ଗୋଟେ କେବଳ କାରଣ ହଉଛି ଏ ଲୋକ ମଦ ଦଉଛି। ମଦ ଦବା ପାଇଁ ହିଁ ଏସବୁ ଜିନିଷ ହଉଛି। ମାତାଲି ମାନେ ଆସୁଛନ୍ତି, ଗାଁରେ ବହୁତ କଥା ଖରାପ ଭାଷା କହୁଛନ୍ତି, ସ୍ତ୍ରୀ ଲୋକମାନଙ୍କୁ ରହିତେ ଦଉନାହାନ୍ତି, ରାତିରେ ଆସିକି କବାଟ ବାଡଉଛନ୍ତି, କହୁଛନ୍ତି କବାଟ ଖୋଲ, ବହୁତ ପ୍ରକାର କଥା କହୁଛନ୍ତି। ମୁଁ ଯେବେଠୁ ଆସିଲିଣି ଏ ଘରକୁ ମାନେ ଗାଁକୁ ବୋହୂ ହେଇକି ଆସିଲିଣି, ସେବେଠୁ ଦେଖୁଛି ଏ ଲୋକ ମଦ ଦଉଛି। ଖାଲି ଏଠି ନୁହେଁ, ଚାରିଆଡେ ହିଁ ଦଉଛନ୍ତି। ଏ ରୁଷା ପାଖାପାଖି ପ୍ରାୟତଃ 10-15ଟା ଗାଁ ସେ ମାଲ ଦଉଛନ୍ତି। ତ ଦୁନିଆ ଦେଶୀ ମଦ ବିକ୍ରି କରୁଛନ୍ତି, ଯାହା ଦ୍ଵାରା କି ସମାଜଟା ବିଶୃଙ୍ଖଳିତ ହବା ସାଙ୍ଗରେ ନିଜର ମାନେ ଦେହର ଅସୁବିଧା ହଉଛି। ଜଷ୍ଟ ଏଇ ଲୋକଟା ବି ଗୋଟେ କିଛି ଦିନ ହେଲା ମରିଯାଇଛନ୍ତି। ଆପଣ ବି ଜାଣିଛନ୍ତି ମଦ ଖାଇଲେ କଣ ହୁଏ, ଜାଣିଛନ୍ତି ମଦଟା କେତେ ଖରାପ ଜିନିଷ ଆପଣ ଜାଣିଛନ୍ତି। ତ ଏଇ ସବୁ ଜିନିଷ ବନ୍ଦ ପାଇଁ ଆମେ ଚାହୁଁଛୁ, ପୁରା ଗାଁବାସୀ। ଦେଶୀ ବି ହଉଛି, ବିଦେଶୀ ବି ହଉଛି। ଏ ଲୋକ ସବୁ ପ୍ରକାର କରୁଛନ୍ତି। ଆଙ୍କ ସହିତ ବଡ ବଡ ଲୋକମାନେ ବି ହାତ ମିଶିଛନ୍ତି। ଏ ଗାଁରେ ବି କିଛି ଚୋରା ବେପାରୀ ଅଛନ୍ତି, ଯାହାକି ଏମାନଙ୍କ ସାଙ୍ଗରେ ହାତ ମିଶିକି ଅଛନ୍ତି। ଆମେ ତ ଗୋଟେ କିଛି ଗୋଟେ ଲୋକକୁ ଧରିକି ଦବୁ, ସେ ତ ତାଙ୍କର ବଡ ବଡ ପଇସା ବାଲା ଅଛନ୍ତି, ନେଇକି ସାଙ୍ଗେ ସାଙ୍ଗେ କଣ ଗୋଟେ କରିଦେଲେ, ହେଇଗଲା, ତାଙ୍କର ବେଲ ହେଇଗଲା, ପୁଣି ଆସିକି ପୁଣି ସେମିତି ମଦ ବେପାର କଲେ। ଜଣେଇଥିଲୁ ଏମିତି ବି ଧରା ହେଇଥିଲେ, କିନ୍ତୁ କିଛି ଦିନ ପରେ ପୁଣି ଯେମିତି ସେମିତି ହେଇଗଲା। ତ ଆମେ ଚାହୁଁଛୁ, ଏଇଟା ସରକାରଙ୍କୁ ବି ଆମର ଏଇଟା ପ୍ରାର୍ଥନା ଯେ ଏମିତି ତୃଣମୂଳ ସ୍ତରରୁ ମଦ ବିକ୍ରିଟା ବନ୍ଦ ହେଲେ ଯାଇକି ଓଡିଶାରେ ମଦ ବେପାର ବନ୍ଦ ହବ। ମୋହନ ମାଝୀଙ୍କୁ ଆମର ଏଇ ମିଡିଆ ତରଫରୁ ଆମକୁ ଆମ ଗ୍ରାମବାସୀ ତରଫରୁ, ମୁଁ ମୋ ତରଫରୁ ପର୍ସନାଲି ବି ତରଫରୁ ସାରଙ୍କୁ ଅନୁରୋଧ କରୁଛୁ, ସାର୍ ଆପଣ ଏଇ ସବୁ ଜିନିଷ ବନ୍ଦ କରନ୍ତୁ। ଆମ ଗାଁରେ ଏକତ୍ରିତ ହେଇଛି ମୁଁ ଜଗବନ୍ଧୁ ବାଡ଼ି, ବାରାପାଳ ଗ୍ରାମବାସୀ। ଏ ବାରମ୍ବାର ରାତି 4ଟାରୁ ମଦ ନେଇକି ଆମ ଗ୍ରାମରେ ଟୋଟାଲ ରାତି 4ଟାରୁ ଉଠିକି ମଦ ଦବ, ଲୋକ ସ୍ତ୍ରୀ ଲୋକ ଉଠିକି ଧରିଛି। ଇଏ ହେଲା ବାବୁ, ଏ ଯେ ଦେଶୀ ମଦ ବେପାରୀ ବାବୁ, ଘର ମୟୂରଭଞ୍ଜରେ, ଏଠି ତା ଶ୍ୱଶୁର ଘର ବେପାର କରୁଛୁ। ଆମ ରାତି 4ଟାରୁ ଆସିଲା, ମୋ ସ୍ତ୍ରୀ ଲୋକ ଡରିକି ଆଜ୍ଞା ପଳେଇଥିଲା। ସିଏ ଆଜ୍ଞା ମୟୂରଭଞ୍ଜ ନେଇକି ଆସିକି ଗାଁରେ ଆଜ୍ଞା ଦଉଛି। ଆମେ ବାରମ୍ବାର ତାକୁ ମନା କଲା ସକାଶେ ବି ସେ ରାତି 4ଟାରୁ ଆଣିକି ମଦ ବେପାର କରୁଛୁ ଆଜ୍ଞା। ଆହୁରି ଆ ସାଥିରେ ସମ୍ପୃକ୍ତ ଅଛି ଆମେ ଜାଣିନାହୁଁ, କିନ୍ତୁ ସେ ଗାଁରେ ରାତି 4ଟାରୁ ଆସିକି ମଦ ସେ ଦିଏ। କାହାକୁ ଦିଏ ଆଜ୍ଞା ଜାଣିନାହିଁ, କିନ୍ତୁ ଗାଁର ପ୍ରାୟ ଲୋକ ବେପାର ଏଠି କରୁଛନ୍ତି, ସେ ମଦ ଆଜ୍ଞା ଦିଅନ୍ତି। ଆଜ୍ଞା ତା ସ୍କୁଟି ସାଙ୍ଗରେ ମଦ ନେଇକି ଆସୁଥିଲେ, ଆମେ ତାଙ୍କ ଧରିକି ଅଟକେଇଲା ପରେ ଆମକୁ ଗାଳି ଗୁଲଜ କଲେ, ଏ ମାଗିଆ କୁରୁଙ୍ଗା ଫୁରୁଙ୍ଗା ଆମକୁ ଗାଳି ଦେଲା। ତଥାପି ଆମେ ରହିଲୁ। ଦୁନିଆ ଆଡୁ ଫୋନ ଆସିକି ଆମକୁ ରେଗିଂ କରାଗଲା, ତଥାପି ଆମେ ସୁପରିଟେଣ୍ଡେଣ୍ଟ ସାର୍ଙ୍କୁ ଫୋନ ମାରିଲୁ। ବାଲେଶ୍ୱର ଅବକାରୀ ମ୍ୟାଡାମ ଆସିଛନ୍ତି, ଆଜ୍ଞା ତାଙ୍କ ହସ୍ତକରୁ ଆମେ ଦେଇଛୁ। ଆଜ୍ଞା ସେମିତି ବି ଆଜ୍ଞା ଧମକା ଚମକା ବି ହଉଛି, ଦୁନିଆ ଫୋନ ମାରୁଛନ୍ତି, ତାକୁ ଛାଡି ଦିଅ, ଇଏ କର ସିଏ କର, ଆମେ ଏମିତି ଧମକ ମିଳୁଛୁ। ଆଜ୍ଞା ଚାହୁଁଛୁ ତାକୁ ଦଣ୍ଡ ଦିଆଯାଉ। ସେ ମଦ ଯେମିତି ରାତିରେ ଆମ ବେପାର ଗାଁର ଅନିଷ୍ଟ ନ କରୁ, ମଦ ନେଇକି ରାତିରେ ନ ଆସୁ। ନା ଦେଶୀ ମଦ ସହ ଟୋଟାଲ ସବୁ ସେ ମଦ ଆଣିକି ନ ଦଉଛି ମିଶିକି। ଶ୍ରୀମତୀ ଗାଙ୍ଗମଣୀ ହେମ୍ବ୍ର, ବସ୍ତା ଏକ୍ସାଇଜ ଷ୍ଟେସନର ଓଆଇସି, ଆଜି ସବ ଇନ୍ସପେକ୍ଟର ମୁଁ ପୋଷ୍ଟେଡ ଅଛି। ଯେତେବେଳେ ଗାଁ ଲୋକମାନେ ଧରିଲେ, ଆମକୁ ଖବର ଦେଲେ, ଆମ ସୁପରିଟେଣ୍ଡେଣ୍ଟ ସାରଙ୍କୁ ଖବର ଦେଲେ। ସୁପରିଟେଣ୍ଡେଣ୍ଟ ସାରଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ଆସିଲି ଏଇଠି। ଯେତେବେଳେ ଦେଖିଲି ହଁ ଠିକ ଅଛି ଧରା ହେଇଛି, ଆମେ ନଉଛୁ। ଯୋଉ ଲୋକଙ୍କୁ ଧରା ହେଇଛି ତା ନାଁ ହେଲା କଣ, ହରିଶ ଚନ୍ଦ୍ର।
ତାଙ୍କୁ ଧରା ହେଇଛି, ଡିଟେନ୍ କରାହେଇଛି। ଆମେ ନେଇକି ଯାଉଛୁ ଏବେ ଅଫିସ। ଗାଁ ଲୋକ ସିଗ୍ନେଚର ଦେଇଛନ୍ତି, ସମସ୍ତେ ଏଫଆଇଆର ଦେଲେଣି ଲେଖିକି କଣ ହେଇଛି ବୋଲିକି। ତାର ଯଦି ପୁରୁଣା କେସ୍ ଅଛି ମୁଁ ତଦନ୍ତ କରୁଛି। ତଦନ୍ତ କଲା ପରେ ଯୋଉ ଫରୱାର୍ଡିଂ ଟାଇମରେ ଦିଆହବ କିଛି ପିଆର ନମ୍ବର କି ଡିଏସିସି ନମ୍ବର ଅଛି। ମୁଁ ଦେଖୁଛି ସେଗୁଡା, ଏ ଯାଏଁ ତ ମୁଁ ନୂଆ ଆସିଛି ନା ଏଠି, ତ ଦେଖିବି କଣ ହେଇଛି କଣ ନାହିଁ। ମତେ ତଦନ୍ତ କଲା ପରେ ଜଣା ପଡିଯିବ ଆଉ। ଲୋକଙ୍କର ମ୍ୟାଡାମ ଅଭିଯୋଗ ଅଛି ଯେ ଗାଁରେ ବେଶୀ ଆମର ବେଶୀ ମଧ୍ୟ ବେପାର ହଉଛି, ଏଟା କେମିତି ରୋକାଯାଇ ପାରିବ? କଣ ପ୍ଲାନିଂ ଆମେ ଚାହିଁଲେ ରଖିପାରିବାନି, ବୁଝିଲେ। ଆମେ ବି ଚାହିଁବୁ, ତା ସହିତ ଆମକୁ ସହଯୋଗ ଦରକାର, ଗାଁ ଲୋକଙ୍କର ସପୋର୍ଟ ଦରକାର। ସେମାନେ ମୁଁ ଏଇ ଗାଁକୁ ଥରେ ବୋଧେ ଆସିଥିଲି, କମ୍ପ୍ଲେନ ହେଇଥିଲା। ଆସିଲା ବେଳକୁ ଆମେ ଯେତେବେଳେ ଆସିବୁ, ଯୋଉ ଘର ଲୋକଙ୍କର ଖବର ଦେଇଥିବେ, ଗଲା ବେଳକୁ ଘରେ ଲୋକ ନଥିବେ। ଆମ ଗାଡି ଯୋଉଠି ପଶିଗଲା, ରୋଡ ରୁ ପଶିଲା ମାନେ ଖବର ଆମେ କେମିତି କରିବୁ କୁହନ୍ତୁ? ଆଗକୁ ତ ଦୁର୍ଗା ପୂଜା ମଧ୍ୟ ଅଛି, ହୁଁ। ସେଥିରେ ଅବକାରୀ ଡିପାର୍ଟମେଣ୍ଟ କଣ ସବୁ ପ୍ଲାନିଂ କଲାନି? ନାଇଁ, ଦୁର୍ଗା ପୂଜା ଯୋଉ ଆସୁଛି ଆମର ଜୋରସୋର ଚାଲିବ, ପୁରା 24 ଆୱାର ଗାଡି ବୁଲିବ, ସବୁବେଳେ ପେଟ୍ରୋଲିଂ କାମ କରିବ। କୋଉଠି କଣ ହେଲା, କୋଉଠି ଲୋକ ଜମି ଗଲେ, କଣ ହେଇଗଲେ ସବୁ ଦେଖିବେ।